ପ୍ରେମାନନ୍ଦ ମହାରାଜଙ୍କ ସମ୍ପର୍କରେ କିଛି କଥା ଆସନ୍ତୁ ଜାଣିବା। ପ୍ରେମାନନ୍ଦ ମହାରାଜ ଉତ୍ତରପ୍ରଦେଶର କାନପୁର ଜିଲ୍ଲାର ଅଖରି ଗ୍ରାମରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମ। ତାଙ୍କ ପିଲାଦିନର ନାମ ଅନିରୁଦ୍ଧ କୁମାର ପାଣ୍ଡେ। ତାଙ୍କ ପିତାଙ୍କ ନାମ ଶ୍ରୀ ଶମ୍ଭୁ ପାଣ୍ଡେ ଏବଂ ମାତାଙ୍କ ନାମ ଶ୍ରୀମତୀ ରମା ଦେବୀ। ତାଙ୍କ ପରିବାରରେ ସଦାସର୍ବଦା ଭକ୍ତିପୂତ ପରିବେଶ ରହୁଥିଲା। ମାତ୍ର 13 ବର୍ଷ ବୟସରେ ସେ ସତ୍ୟର ସନ୍ଧାନରେ ଏବଂ ଭଗବାନଙ୍କୁ ପାଇବା ଲାଗି ଘର ତ୍ୟାଗ କରିଥିଲେ। ସେ ପ୍ରଥମେ ବାରାଣାସୀ ଯାଇଥିଲେ, ଯେଉଁଠାରେ ସେ ଗଙ୍ଗା ନଦୀ କୂଳରେ ଜଣେ ସନ୍ନ୍ୟାସୀ ଭାବରେ କଠୋର ତପସ୍ୟା କରିଥିଲେ। ସେହି ସମୟରେ ତାଙ୍କର ନାମ ଥିଲା ଆନନ୍ଦ ସ୍ୱରୂପ ବ୍ରହ୍ମଚାରୀ। କାଶୀରେ ଥିବା ସମୟରେ ଜଣେ ସନ୍ଥଙ୍କ ପରାମର୍ଶରେ ସେ ବୃନ୍ଦାବନର ରାସଲୀଳା ଦେଖିଥିଲେ, ଯାହା ତାଙ୍କ ହୃଦୟରେ ଶ୍ରୀ ରାଧାକୃଷ୍ଣଙ୍କ ପ୍ରତି ଅହେତୁକ ପ୍ରେମ ଜାଗ୍ରତ କରିଥିଲା। ପରବର୍ତ୍ତୀ ସମୟରେ ସେ ବୃନ୍ଦାବନ ଚାଲି ଆସିଲେ ଏବଂ ରାଧାବଲ୍ଲଭ ସମ୍ପ୍ରଦାୟରେ ଦୀକ୍ଷିତ ହୋଇଥିଲେ। ସେ ବୃନ୍ଦାବନରେ ଶ୍ରୀହିତ ରାଧା କେଳିକୁଞ୍ଜ ଆଶ୍ରମରେ ରହୁଛନ୍ତି ଏବଂ ପ୍ରତିଦିନ ସତ୍ସଙ୍ଗ ମାଧ୍ୟମରେ ହଜାର ହଜାର ଭକ୍ତଙ୍କୁ ମାର୍ଗଦର୍ଶନ କରୁଛନ୍ତି। ତାଙ୍କର 2ଟି ଯାକ କିଡନୀ ଖରାପ ହୋଇଥିଲେ ମଧ୍ୟ ସେ କେବଳ ନିଜର ଭକ୍ତି ଏବଂ ମନୋବଳ ବଳରେ ସୁସ୍ଥ ରହି ଭଗବାନଙ୍କ ସେବା ଜାରି ରଖିଛନ୍ତି।